ଆଜି ପବିତ୍ର ଗଣପର୍ବ ରଜ ପର୍ବରେ ସମସ୍ତଙ୍କୁ ମୋର ଆଜି ନମସ୍କାର ଏବଂ ହାର୍ଦ୍ଦିକ ଶୁଭେଚ୍ଛା ଅଭିନନ୍ଦନ। ରଜ ପର୍ବ ଇଏ ସମସ୍ତଙ୍କର ଗଣପର୍ବ ଭାବରେ ଏଇଥିପାଇଁ ପରିଚିତ। ଆଜି ସମସ୍ତ ଆନନ୍ଦ ଉଲ୍ଲାସରେ ଉଡ଼େଇଥାନ୍ତି। ଏ ଚାଷୀମାନଙ୍କର ଚାଷ କାର୍ଯ୍ୟ ଆରମ୍ଭ ହେବା ଏବଂ ଚାଷୀ ଏ ଯେଉଁ 3 ଦିନ ଆମେ ଆମ ମାତୃଭୂମିକୁ ବିଶ୍ରାମ ଦଉ, ମାଟିକି ବିଶ୍ରାମ ଦଉ। ଇଏ ସେ ପର୍ବ ଯେଉଁ ପର୍ବରେ ମା ଭଉଣୀ ମାନଙ୍କର ଇଏ ପର୍ବ ଏବଂ ସେମାନଙ୍କ ଆତ୍ମବିଶ୍ୱାସର ପର୍ବ ଏବଂ ତାଙ୍କର ସ୍ୱାଭିମାନର ପର୍ବ ଏବଂ ଆଜି ମା ଭଉଣୀ ମାନଙ୍କର ଉନ୍ନତି ଆଜି ଆମ ସମସ୍ତଙ୍କର ଉନ୍ନତିରେ ସହାୟକ ହେଇଛି। ସେମାନେ କଠିନ ପରିଶ୍ରମ, ତ୍ୟାଗ, ତପସ୍ୟା, ସାଧନା ଆଜି ଆମ ସମାଜରେ ସମୃଦ୍ଧି ଆଣିଛି, ଆମ ରାଜ୍ୟର ସମୃଦ୍ଧି ଆଣିଛି। ମା ମାନଙ୍କ ପାଇଁ ଆଜି ସୁକନ୍ୟା ଯୋଜନା, ସୁଭଦ୍ରା ଯୋଜନା ଏବଂ ଅନ୍ୟାନ୍ୟ ସମସ୍ତ ଯୋଜନା ଆଜି ବୃଦ୍ଧିମନ୍ତ କରିଛି। ଲକ୍ଷପତି ଦିଦି ଆଜି ଭାରତ ବର୍ଷରେ ଓଡ଼ିଶା 1 ନମ୍ବର ରାଜ୍ୟ ହୋଇଛି। ନିଶ୍ଚିତ ଭାବରେ ଇଏ ଗଣପର୍ବ ସମସ୍ତେ ଖୁସିରେ 3 ଦିନ ସମସ୍ତେ ପାଳନ କରିବେ ଏବଂ ଏ ପାଳନ ଅବସରରେ ମୁଁ ସମସ୍ତଙ୍କୁ ଶୁଭେଚ୍ଛା ଅଭିନନ୍ଦନ ଜଣାଉଛି।